ହାସିମାରା ଓ ଏୟାରବେସ୍ରେ ରାଫେଲ ଫାଇଟର ଜେଟ୍ସ ମୁତୟନ ଅଛନ୍ତି, ଯାହା ମାତ୍ର କିଛି ମିନିଟ୍ରେ ଚୀନର ଘାଟିକୁ ଧ୍ୱଂସ କରିଦେବ। ଏମାନେ ବି ଯୁଦ୍ଧ କରୁଛନ୍ତି ଦି ଜଣ, ଆର ଗୋଟେ ଅଛି ହେଲା। ସେମିତି ଟପିକ ଆସିଆ ବେଶୀ ନାହିଁ, ମାତ୍ର 22 କିଲୋମିଟରର ଏକ ସଂକୀର୍ଣ୍ଣ ରାସ୍ତା। ଯଦି ରାସ୍ତାଟି ବନ୍ଦ ହୋଇଯାଏ ତେବେ ଭାରତର 8ଟି ରାଜ୍ୟ ମୂଳ ଭାରତରୁ ସମ୍ପୂର୍ଣ୍ଣ କଟିଯିବେ। ନର୍ଥ ଇଷ୍ଟ ଇଣ୍ଡିଆ ବିଷୟରେ କଥା ପଡ଼ିଛି। ଏହି ପତଳା ରାସ୍ତାକୁ ହିଁ କୁହାଯାଏ କ'ଣ ନା ସିଲିଗୁଡ଼ି କରିଡର କିମ୍ବା ଚିକେନ ନେକ୍। ଚୀନ ଗତ କିଛି ବର୍ଷ ହେବ ଏହି ଭୂଖଣ୍ଡ ଉପରେ ନିଜର ନଜର ପକାଇ ରଖିଛି, ଯାହାଦ୍ୱାରା ଯୁଦ୍ଧ ସମୟରେ ଭାରତକୁ ଏଠାରେ ବ୍ଲକ୍ କରାଯାଇପାରିବ। ଆପଣ ଭାବୁଥିବେ କାହା ବିଷୟରେ କଥା ଚାଲିଛି ଚିକେନ ନେକ୍ ବିଷୟରେ, ଯେଉଁଟାକି ଯେଉଁ ଆମର ନର୍ଥ ଇଣ୍ଡିଆକୁ ମାନେ ନର୍ଥ ଇଷ୍ଟ ଇଣ୍ଡିଆକୁ ଭାରତ ସହିତ ଯୋଡ଼ିକି ରଖିଛି। ଚୀନ ଗତ କିଛି ବର୍ଷ ହେବ ଏହି ଭୂଖଣ୍ଡ ଉପରେ ନିଜର ନଜର ପକାଇ ରଖିଛି, ଯାହାଦ୍ୱାରା ଯୁଦ୍ଧ ସମୟରେ ଭାରତକୁ ଏଠାରେ ବ୍ଲକ୍ କରାଯାଇପାରିବ। କିନ୍ତୁ ଆଜିର ନୂଆ ଭାରତ ଚୀନର ଏହି ଚାଲକୁ ଭାଙ୍ଗିବା ପାଇଁ ଏମିତି ଏକ ବୁଲେଟ୍ ପ୍ରୁଫ୍ ସିକ୍ୟୁରିଟି ପ୍ଲାନ୍ ତିଆରି କରିଛି, ଯାହା ଦେଖି ଚୀନ ସେନା ବି ଆଶ୍ଚର୍ଯ୍ୟ। କ'ଣ ଏହି ସିଲିଗୁଡ଼ି କରିଡର ମାଷ୍ଟର ପ୍ଲାନ୍ ବିଷୟରେ ଆସନ୍ତୁ ଜାଣିବା ଆଜିର ଏହି ସ୍ପେଶାଲ ଭିଡ଼ିଓରେ। ଆମର ଭିଜନ ଓଡ଼ିଆ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ପ୍ରଥମେ ବୁଝିବା ଏହି ଚିକେନ ନେକ୍ ଭାରତ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି। ଠିକ୍ ଅଛି, ପଶ୍ଚିମବଙ୍ଗର ସିଲିଗୁଡ଼ି ସହର ପାଖରେ ଥିବା ଏହି କରିଡରର ଓସାର ସବୁଠାରୁ କମ୍ ଜାଗାରେ ମାତ୍ର 99 କିଲୋମିଟର, ମାନେ 100 କିଲୋମିଟର ବି ନୁହଁ। ଏହାର ଗୋଟେ ପାଖରେ ନେପାଳ, ଆଉ ଗୋଟେ ପାଖରେ ବାଂଲାଦେଶ ଏବଂ ମାତ୍ର କିଛି କିଲୋମିଟର ଦୂରରେ ଭୁଟାନ ଓ ଚାଇନାର ସୀମା ରହିଛି। ଭାରତର ମୁଖ୍ୟ ଭୂଖଣ୍ଡରୁ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ ଏବଂ ସିକିମକୁ ଯାଉଥିବା ସମସ୍ତ ରେଳ ଲାଇନ୍, ଜାତୀୟ ରାଜପଥ ଏବଂ ବିଜୁଳି ଲାଇନ୍ ଏହି ଗୋଟିଏ ରାସ୍ତା ଦେଇ ହିଁ ଗତି କରେ। ସେଇଥିପାଇଁ ଏଇଟା ଏତେ ଇମ୍ପୋର୍ଟାଣ୍ଟ। ଆଉ ଚାଇନା ତାପରେ ନଜର ପକାଇ ରଖିଛି, ମାନେ ଗୋଟେ ଜିନିଷ କ୍ୟାପଚର ମାନେ ଗୋଟେ ସାମାନ୍ୟ ସଂକୀର୍ଣ୍ଣ ରାସ୍ତାଟା ଭାରତର ଗୋଟେ ବଡ଼ ଭୂଖଣ୍ଡ କଟିଯିବ। ଆକୁ କ'ଣ କୁହାଯାଏ ନା ଏହାକୁ କୁହାଯାଏ ନର୍ଥ ଇଷ୍ଟର ସିଙ୍ଗଲ ସପ୍ଲାଏ ଲାଇନ୍। ମାନେ ସବୁ ଜାଗାକୁ ତ ଏୟାରରେ ଆମେ ଜିନିଷ ଯୋଗାଇ ପାରିବାନି ବା ପାଣି ଦ୍ୱାରା ଜିନିଷ ଯୋଗାଇବାଟା କଷ୍ଟ ହେବ। ସବୁଠୁ ସହଜ ଥାଏ କ'ଣ ନା ଗମନାଗମନ ପାଇଁ ରାସ୍ତା। ଆଉ ଯଦି ସେଇଟା ହିଁ କଟିଯିବ ତ ଭାରତ ପାଇଁ କେତେ ବିପଦ ହେବ। ଜାଣିବା କ'ଣ ଦ ଚାଇନା ଟ୍ରେଟ୍ ଡୋକ୍ଲାମ ହେଲା। ତେବେ ଚୀନର ନଜର ଏହି ଜାଗା ଉପରେ କାହିଁକି? ଭୁଟାନ, ଚୀନ ଏବଂ ଭାରତର ମିଶ୍ରଣ ସ୍ଥଳରେ ଅଛି ଡୋକ୍ଲାମ, ଆଉ କ'ଣ ଅଛି ନା ଚୁମ୍ବି ଭ୍ୟାଲି। ଚୀନ ଚାହୁଁଛି ଡୋକ୍ଲାମରେ ନିଜର ପକ୍କା ରାସ୍ତା ଓ ସେନା ଘାଟି ବନାଇବାକୁ, ଯାହାଫଳରେ ସେ ସିଲିଗୁଡ଼ି କରିଡରର ବହୁତ ପାଖକୁ ଆସିଯାଇପାରିବ। ଯଦି ଭବିଷ୍ୟତରେ କୌଣସି ଯୁଦ୍ଧ ହୁଏ ତେବେ ଚୀନ ଚୁମ୍ବି ଭ୍ୟାଲିରୁ ଆକ୍ରମଣ କରି ସିଲିଗୁଡ଼ି କରିଡରକୁ କାଟିବାକୁ ଚେଷ୍ଟା କରିପାରେ। ଏହା ହେଲେ ନର୍ଥ ଇଷ୍ଟରେ ଥିବା ଭାରତୀୟ ସେନା ପାଖକୁ ରାସନ, ଅସ୍ତ୍ରଶସ୍ତ୍ର ଏବଂ ସାହାଯ୍ୟ ପହଞ୍ଚିବା କଷ୍ଟକର ହୋଇପଡ଼ିବ। ଇଣ୍ଡିଆର କାଉଣ୍ଟର ମାଷ୍ଟର ପ୍ଲାନ୍ କ'ଣ? ମାନେ ଇଣ୍ଡିଆ ବି ଯେମିତି ଚାଇନା ଭାବୁଛି ସେମିତି ଇଣ୍ଡିଆ ବି କିଛି ନା କିଛି ଭାବିକି ଏ ବିଷୟରେ ରଖିଥିବ, ସେ ବିଷୟରେ ଆମେ ଜାଣିବା। କିନ୍ତୁ ଚୀନ ଯାହା ଭାବୁଛି ଭାରତୀୟ ସେନା ତାଠାରୁ କ'ଣ 10 କଦମ ଆଗରେ ଭାବୁଛି। ଭାରତ ଏଠାରେ 3ଟି ବଡ଼ କାଉଣ୍ଟର ଷ୍ଟ୍ରାଟେଜିସ୍ ଲଗାଇଛି: ତ୍ରିଶକ୍ତି କର୍ପସ ଆଣ୍ଡ ମିଲିଟାରୀ ଫୋର୍ସ। ସୁକନାରେ ଭାରତୀୟ ସେନାର 33 କର୍ପସ ସବୁବେଳେ ହାଇ ଆଲର୍ଟରେ ରହିଛନ୍ତି। ଏହା ସହ ହାସିମାରା ଓ ଏୟାରବେସ୍ରେ ରାଫେଲ ଫାଇଟର ଜେଟ୍ସ ମୁତୟନ ଅଛନ୍ତି, ଯାହା ମାତ୍ର କିଛି ମିନିଟ୍ରେ ଚୀନର ଘାଟିକୁ ଧ୍ୱଂସ କରିଦେବ। ଦେଖ ଭାଇ, ସେମିତି ତ କିଛି ହେବନି। କ'ଣ ପାଇଁ ନା ପାକିସ୍ତାନ ସହିତ ଯୁଦ୍ଧ କରିବା ଗୋଟେ ଅଲଗା, ଚାଇନା ସହିତ ଅଲଗା। କାହିଁକିନା ସିଏ ବି ଗୋଟେ ଡେଭଲପ୍ କଣ୍ଟ୍ରି, ଆଉ ଆମେ ଡେଭଲପ୍ ହେବାକୁ ଯାଉଛୁ। ଯଦି ଉଭୟ ଦିଙ୍କ ଭିତରେ ଯୁଦ୍ଧ ହେବ, ଯେମିତି ଆଙ୍କ ଭିତରେ ଯୁଦ୍ଧ ଚାଲିଛି ଏଠି, ଏ ଦୁଇଟା ମୋର ଅଛନ୍ତି ଏଠି, ଏମାନେ ବି ଯୁଦ୍ଧ କରୁଛନ୍ତି ଦି ଜଣ, ଆର ଗୋଟେ ଅଛି ହେଲା। ସେମିତି ଟପିକ ଆସିଆ ତ ଦୁଇଟା ଯେମିତି ମାନେ ବଡ଼ ବଡ଼ କଣ୍ଟ୍ରି, ମାନେ ହୋଇପାରେ ଛୋଟ ମୋଟ ଯୁଦ୍ଧ, କିନ୍ତୁ ବଡ଼ ଧରଣ ଯୁଦ୍ଧ ଯେଉଁ ମାନେ କହୁଛନ୍ତି ଫାଇଟର ଜେଟ୍, ସେସବୁ ଜିନିଷ ନ ହେବାଟା ହିଁ ଭଲ। ଠିକ୍ ଅଛି। ଆଉ କ'ଣ ନା ଅଲ୍ଟରନେଟିଭ୍ କନେକ୍ଟିଭିଟି। କ'ଣ ନା ଭାରତ ଏବେ କେବଳ ସିଲିଗୁଡ଼ି କରିଡର ଉପରେ ନିର୍ଭର କରୁନାହିଁ,
बांग्लादेश सह आलोचना करी चिटागंग पोर्टर ट्रांजिट रूट आरंभ करा जायछि। एहा सह म्यांमार दे कालादन मल्टी मोडल प्रोजेक्ट काम भी माने शेष पर्यायर आ कौन इंफ्रास्ट्रक्चर बूम भारत एठारे नुआ नुआ सुड़ंग माने टनल्स द्वितीय विकल्प रेल लाइन एवं इमरजेंसी लैंडिंग एयर स्ट्रिप तैयारी कर सारानी। स्पेशली एसब जिनस हवा द्वारा देखो गोटे जिन तो भल हो चाइना भय हो पछे माने चाइना को काउंटर करने हो पछे किंतु से जगार तो डेवलपमेंट होची ना सेटा भल। चीन भाबुला चिकेन नेक भारतर सबुठारु दुर्बल जगह किंतु आज से ही जगहटी भारतीय सेनार एक अवैध दुर्ग भाव परिणत होती। आज भारत निजर प्रत्येक इंच जमी सुरक्षित रखा संपूर्ण समर्थ। आपन कौन लगुच चीन केबे सिलीगुड़ी कॉरिडोर आड़क आखि उठाइबा साहस करिवो? मते तो माने लागुची टिके टिके पुणी लागुनी भी। आपन मतामत कमेंट बॉक्स रे निश्चय जणातु। एहीपरि जिओ पॉलिटिक्स मैटर उपरे बा एसब नुआ नुआ जिनस जानिया पई आम चैनल विजन ओडिया को सब्सक्राइब करंतु। आउ वीडियोटी भल लागितले लाइक शेयर माने अन्य मानक जणाया पई सब किछि कर दियंतु। धन्यवाद।